प्रभु को विशेष धन्यवाद हो। प्रभु अनुग्रह कले 2025 साल ଜାନୁଆରୀ ମାସଠାରୁ ଉଦ୍ଦେଶ୍ୟ ମାସର 25 ତାରିଖ ଆଜିର ଉଜାଗର ଉପାସନା ପର୍ଯ୍ୟନ୍ତ ସବୁ ପ୍ରକାର ପ୍ରତିକୂଳ ସମସ୍ୟା ବିଭିନ୍ନ ପ୍ରକାର ବିଷୟମାନଙ୍କୁ ମଧ୍ୟ ପ୍ରଭାବକୁ ଉଦ୍ଧାର କରି ତାଙ୍କ ପବିତ୍ର ସେବା କରି ଆମକୁ ତାଙ୍କ ସେବା କରିବା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବର ପାଳନ କରିବା ପାଇଁ ସୁନ୍ଦର ପ୍ରକାଶ ଦେଲେ ଏବଂ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେବା ସହିତ ଉପସ୍ଥିତ ପ୍ରତ୍ୟେକଙ୍କୁ ପୁନର୍ବାର ଆନ୍ତରିକ ପାଖରେ କରୁଛେ। ଆସନ୍ତୁ ଆମେ ପ୍ରଭୁଙ୍କ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ତୁମରେ ପ୍ରାର୍ଥନା କରି ସମସ୍ତେ ପ୍ରାର୍ଥନା କରୁଛେ। ସର୍ବଶକ୍ତିମାନ ପ୍ରଭୁ ତୁମ ପବିତ୍ର ମହାନାମର ଧନ୍ୟବାଦ କରୁଛୁ, ତୁମରି ପ୍ରଶଂସା କରୁଛୁ, ଗୌରବ କରୁଛୁ। ତୁମ ପବିତ୍ର ଚରଣରେ ଆଜିର ସେବା କାର୍ଯ୍ୟକୁ ସମର୍ପଣ କରୁଛୁ। ପ୍ରଭୁ ତୁମ ଆମର ସଭିତରେ ଅଛନ୍ତି, ଧନ୍ୟବାଦ କରୁଛୁ। ବିଶେଷ କରି ତୁମ ଆମର ନିକଟରେ ତୁମ ବାକ୍ୟ ବିତରଣ କର, ତୁମେ ଗୌରବାନ୍ୱିତ ହୋ। ଆତ୍ମକ ଦ୍ୱାରା ଆମକୁ ବ୍ୟବହାର କର। ଧନ୍ୟବାଦ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଆସନ୍ତୁ ଆମେ ଧର୍ମଶାସ୍ତ୍ର ବାଇବଲରୁ ଆଜିର ନିର୍ମିତ ଅଂଶ ଯାହା ଆଲୋଚନା କରିବା ପାଇଁ ଚାହୁଁଛୁ ତାହା ଆପଣଙ୍କୁ ଗଣନା ପୁସ୍ତକ ତାର 24 ଅଧ୍ୟାୟର 17 ତିନିରେ ପାଠ କରି ସାହାଯ୍ୟ କରନ୍ତୁ। प्रभु शास्त्र वाक्य आम समस्त को आशीर्वाद करନ୍ତୁ। ए गणना पुस्तक 24 अध्याय 17 पद मोयाबर राजा बालाकଙ୍କ द्वारा नियुक्त दिया जाइथिबा एक पूजा पाठकारी भविष्यद्वक्ता बिलियामଙ୍କ चतुर्थ वा शेष वाणी ଏହା ଅଟେ। बिलियाम ଯେତେବେଳେ ଇସ୍ରାଏଲର ଲୋକମାନଙ୍କ ପ୍ରତିକୂଳରେ ବାଲାକ ଠାରୁ ସେ ନିଯୁକ୍ତ ପାଇ ଆସିଥିଲେ, ଇସ୍ରାଏଲର ମହିଳା ଜନତା ଆସୁଅଛନ୍ତି ଏବଂ ସେମାନଙ୍କ ପ୍ରତିକୂଳରେ ସେମାନଙ୍କ ବିପକ୍ଷରେ ପୂଜା ପାଠ କରିବା ଉଦ୍ଦେଶ୍ୟରେ ବାଲାକ ତାଙ୍କୁ ନିଯୁକ୍ତି ଦେଇଥିଲା। ଆଉ ସେ 4ଟି ଭାବବାଣୀ ପ୍ରକାଶ କରିଥିଲେ। ପରମେଶ୍ୱରଙ୍କ ଦ୍ୱାରା ତାହା କାର୍ଯ୍ୟ ସାଧନ ହେଇଥିଲା। ଅବଶ୍ୟ ଇସ୍ରାଏଲ ଲୋକମାନଙ୍କର କ୍ଷତିର ବିଷୟ ନିମନ୍ତେ ସେ ଆସିଥିଲେ ସତ, କିନ୍ତୁ ପରମେଶ୍ୱର ତାଙ୍କ ମୁଖ ଦେଇ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଆଶୀର୍ବାଦ ଘୋଷଣା କରିଛନ୍ତି ଏବଂ ଏହି ଯେଉଁ ଚତୁର୍ଥ ବା ଶେଷ ବାଣୀ ପ୍ରକାଶ କରାଯାଏ, ଏହା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଆଗାମୀ ଭବିଷ୍ୟତରେ ମସିହଙ୍କର ଆବିର୍ଭାବକୁ ନେଇ ପରମେଶ୍ୱର ଆଉ ବିଲିୟାମଙ୍କ ଦ୍ୱାରା ପ୍ରକାଶ କରନ୍ତି। ତତ୍ପଦତ ଭାବରେ ଏହି ପଦଟି ଈଶ୍ୱରଙ୍କର ପ୍ରକୃତି ଏବଂ ଯୋଜନାର ପ୍ରମୁଖ ପଦଗୁଡ଼ିକୁ ଏହା ପ୍ରକାଶ କରିଥାଏ। ଯେହେତୁ ପରମେଶ୍ୱରଙ୍କର ଯୋଜନା ଯାହା ସେ ପ୍ରସ୍ତୁତ କରିଛନ୍ତି ମନୁଷ୍ୟର ବା ମାନବର କଲ୍ୟାଣ ପାଇଁ, ସେ ସମସ୍ତର ପ୍ରମୁଖ ଦିଗଗୁଡ଼ିକୁ ଏହା ପ୍ରକାଶ କରିଥାଏ। ପ୍ରଥମ ବିଷୟ ଯେ ଏହି ଯେଉଁ ଗଣନା 24 ଅଧ୍ୟାୟର 17 ପଦର ପ୍ରମୁଖ ବିଷୟମାନଙ୍କ ମଧ୍ୟରୁ ଗୋଟିଏ ହେଉଛି God's sovereign control over history। ଇତିହାସ ଉପରେ ଈଶ୍ୱରଙ୍କର ସାର୍ବଭୌମ ନିୟନ୍ତ୍ରଣ ସେ ରଖନ୍ତି। ପରମେଶ୍ୱର ଆଗକୁ କ'ଣ ଘଟିବ ତାହା ଆଗରୁ ନିରୂପଣ କରନ୍ତି ଏବଂ ସେ ଘଟଣା ସମୂହ ଐତିହାସିକ ଘଟଣା ହୁଏ। ଏହି ପଦ ଦ୍ୱାରା ଆମେ ଜାଣିପାରୁଅଛୁ ଯେ ଏହି ପଦଟି ଏକ ଅଦୃଶ୍ୟ ଯୋଜନା ଘୋଷଣା କରିବା ପାଇଁ ଈଶ୍ୱରଙ୍କ ଦ୍ୱାରା ଜଣେ ପୂଜା ପାଠକାରୀ ଆଉ ବ୍ୟକ୍ତି ହେଲେ ମଧ୍ୟ ବିଲିୟାମ ଏ ଜଣେ ଭବିଷ୍ୟଦ୍ବକ୍ତା ବୋଲି ମଧ୍ୟ ଗଣିତ ଅଟନ୍ତି, ବିଜାତୀୟ ବ୍ୟକ୍ତି ଅଟନ୍ତି। ତଥାପି ସେ ଗଣକଥା ସାଧନକାରୀ ହେଇଥିଲେ ମଧ୍ୟ ଈଶ୍ୱରଙ୍କର ଯୋଜନାର ସହଯୋଗ କରିବା ବିଷୟ ଆମେ ଦେଖୁଅଛୁ।
ତେଣୁ ଏହି ପଦ ଏ ପ୍ରକାର ନିଶ୍ଚିତତା ପ୍ରକାଶ କରେ ଯେ କୌଣସି ବ୍ୟକ୍ତି ବିଶେଷ ହେଉ ନା କାହିଁକି ତାର ଇଚ୍ଛା ରହୁ କିମ୍ବା ନ ରହୁ ତଥାପି ଈଶ୍ୱରଙ୍କର ଯୋଜନାର ସହଯୋଗ କରିବା ପାଇଁ ସେମାନେ ବାଧ୍ୟ ହୁଅନ୍ତି। କାରଣ ଯେଉଁ ଘଟଣା ଗୁଡ଼ିକ ଈଶ୍ୱରଙ୍କ ଚରମ ପ୍ରାଧିକରଣ ଅଧୀନରେ ରହିଅଛି ସେ ସମସ୍ତ ବିଷୟ ଈଶ୍ୱର ତାଙ୍କ ନିର୍ମିତ ସମୟ ଅନୁସାରେ ଯାହାକୁ ମଧ୍ୟ ବ୍ୟବହାର କରି ଆପଣାର ଯୋଜନାକୁ ସେ ସଫଳ କରିପାରନ୍ତି। ତେଣୁ ଜଣେ ବିଜାତୀୟ ବ୍ୟକ୍ତି ହେଲେ ମଧ୍ୟ, ଜଣେ ପୂଜା ପାଠ ସାଧନ କରୁଥିବା ବ୍ୟକ୍ତି ହେଲେ ମଧ୍ୟ, ଜଣେ ଇସ୍ରାଏଲ ବିରୁଦ୍ଧରେ ଆସିଥିବା ବ୍ୟକ୍ତି ହେଲେ ମଧ୍ୟ ପରମେଶ୍ୱର ସେହି ବ୍ୟକ୍ତିର ମୁଖକୁ ବ୍ୟବହାର କଲେ ଏବଂ ଏ ପ୍ରକାର ଏକ ଘୋଷଣା ସ୍ଥାନରେ ପ୍ରକାଶ କରୁଅଛନ୍ତି ଯେ ଆଗକୁ ଜଣେ ଇସ୍ରାଏଲର ଉଦ୍ଧାରକର୍ତ୍ତା ଆସିବେ ତାହା ସେ ବର୍ଣ୍ଣନା କରୁଅଛନ୍ତି। ଯେହେତୁ ଦ ମେସାଇନିକ ହୋପ ମସିହଙ୍କର ଆଶା ଏହି ପଦଟି ଏକ ଭବିଷ୍ୟତ ବ୍ୟକ୍ତିଗତ ଏବଂ ରାଜକୀୟ ଉଦ୍ଧାର କରିବାକୁ ଏହା ସୂଚାଏ ଯେ ଇସ୍ରାଏଲରୁ ଉତ୍ପନ୍ନ ହେବେ ଏବଂ ଈଶ୍ୱରଙ୍କ ନିମନ୍ତେ ବିଜୟ ଆଣିବେ ଏବଂ ଧର୍ମଶାସ୍ତ୍ରରେ ପୂର୍ବ ବର୍ଣ୍ଣିତ ଅନୁସାରେ ବିଚାର କରିବେ। ଅର୍ଥାତ୍ ପରମେଶ୍ୱର ଯେଉଁ ସମସ୍ତ ବିଷୟ ପୂର୍ବରୁ ନିରୂପଣ କରିଅଛନ୍ତି ସେହି ସମସ୍ତ ବର୍ଣ୍ଣିତ ଘଟଣା ସମୂହ ଅନୁସାରେ ପରମେଶ୍ୱର ସମସ୍ତ କାର୍ଯ୍ୟ କରନ୍ତି। ପ୍ରଥମତଃ ସେ ଯେ କୌଣସି ଲୋକ ହୁଅନ୍ତୁ ନା କାହିଁକି ତାଙ୍କର ଇଚ୍ଛା ଥାଉ କିମ୍ବା ନଥାଉ ସେମାନଙ୍କୁ ବ୍ୟବହାର କରିପାରନ୍ତି। ଯେହେତୁ ଯିଶାୟା ପୁସ୍ତକ ତାର 46 ପଦ 9 ଏବଂ 10 ପଦ देखो परमेश्वर केतक विषय आगु से समस्त विषय कार्य करिथांती सेथिबाई आमरे ए स्थानरे आ प्रमाण माने पाउछु पुरातन विषय को स्मरण कर कारण आगु परमेश्वर निरूपण करिथांती से आमानक परमेश्वर तांको परिया द्वितीय केही नुहंती सेथिबाई से कुहंती आमे शेष विषय आद्य ठार प्रकाश करू अर्थात जो विषय आगो को घटिबा पाई जाउछि जो विषय आगो को प्रकाशित होबा पाई जाउछि ताहा पूर्वरु थे आगो घोषणा करंती भविष्यवक्ता मानक द्वारा सेथिबाई लेखा जाय शेष विषय आदि ठार प्रकाश करू पुणी जहां साधित होई नाही ताहा प्राचीन कालरो जोड़ाओ आ कहू आम्भर मंत्रणा स्थिर हेबो ओ आम्भे आपणार सकल मनोरथ सिद्ध करिबा माने आगुरु परमेश्वर योजना प्रस्तुत करंती पूर्व काल ताहा वर्णना करि दियंती एवं से कार्य निश्चित भाबरे ताहा से सफल करंती जने विजातीय व्यक्ति हेले मध्य परमेश्वरଙ୍କ ପାଇଁ गोटे भविष्य वाक्य प्रकाश करूछंती जे एही भविष्य वाक्यरे से कहूछंती आगको एक मसीहଙ୍କର जन्म हेबो जे कि मसीह आसीबे गोटे जातिर ठारे को तारा उदित हे आसीबे इस्राएल ठारे गोटे राजदंड हेबो अर्थात गोटे राजा आसीबे जे विचार करिबे एवं मयापर पार्श्व को भेद करिबे कलहर समस्त संसार को युद्ध करिबे अर्थात से शासन कार्य करबा निमंते आसीबे एवं से न्याय भाव विचार करिबे एहा एही पदवी आबादी को वर्णना करे ईश्वरଙ୍କର ପ୍ରତିଜ୍ଞାର ଦୁଇଟି ପ୍ରକୃତି ଏହି ପଦ ଅର୍ଥାତ ଏହି 24 ଅଧ୍ୟାୟର 17 ପଦ ବର୍ଣ୍ଣନା ପୁସ୍ତକ ଆମକୁ ବର୍ଣ୍ଣନା କରେ ଦ ଟ୍ରୁ ନେଚର ଅଫ ଗଡ୍ସ ପ୍ରମିସ ଅବ୍ରାହମକୁ ଦିଆଯାଇଥିବା ପ୍ରତିଜ୍ଞା ଦେଶ ପାଇଁ ଆଶୀର୍ବାଦ ଅନ୍ତର୍ଭୁକ୍ତ ଥିଲା ଯାହା ଆଦି ପୁସ୍ତକ 12 ଅଧ୍ୟାୟର 3 ପଦରେ ବର୍ଣ୍ଣନା କରାଯାଇଛି ପଢି ସାହାଯ୍ୟ କରୁ
दुईटी विषय ए स्थाନରେ प्रकाश करा जाय तांको आशीर्वाद प्रदान करबा पे परमेश्वर अछंती एवं देश अधिकार कराइबा पाई शत्रु मानव परास्त कराइबा पाई परमेश्वर प्रतिज्ञा करि अछंती। अब्राहम को करा जायतिबा प्रतिज्ञा अनुसार परमेश्वर अब्राहमर संतान मान निमंते गोटे देश देबे गोटे देश को अधिकार सब प्रदान करिवे एवं से सेमानकर सकल शत्रु मानकु से परास्त करिवे। सेदिमाई परमेश्वर को ठानु ए दुई गोटी प्रकृति विलंबर प्रकाश करानो अछि जे से आसीबे जेतेबेले से शत्रु को संहार करिवे चूर्ण करिवे एवं से गोटे राजा हेबे गोटे राज्य ऊपर से अधिकार करिवे अर्थात सही राज्य द्वारा समुदाय विश्व निमंते से शासन कार्य शासन करिवे। एही भविष्यवाणी प्रतिज्ञा करा जायथिबा आ गोटे विजय राजार दिग ऊपर ध्यान देइथा गोटे विजय राजा को आसीबे जेके समस्त शत्रु ऊपर विजय हेबे से उद्देश्य रे अर्थात पापर एवं मृत्युर ऊपर मध्य से विजय हेबे एवं ताकर जो शासन कार्य अनंत काल पर्यंत स्थिर करिवे ईश्वर ठारो एई प्रकार व्यक्ति आगमन करिवे ताहा प्रकाश करिथा। ईश्वरर योजना अपरिहार्य जेहेतु जो विषय से प्रकाश करती ताहा वर्तमान नुह केवल निकट नुह। एही वाक्यांश एक दूर पुराण को सूचित करूछि गोटे दूरदृष्टि स्थान प्रदान करा जाउछि जहां आगो को घटिबो तथापि एहा संपूर्ण निश्चिततारे एहा घटिबो से उद्देश्य रे एहा वर्णना करा जाइछि। आगो एहा निश्चित भाବରେ घटिबो सेतिमाई ईश्वरक प्रतिज्ञा जे निश्चित जदियो सेमानकर एहा उत्पादन विस्तार करे परमेश्वर एक कार्य जहाँ पूर्ण करबा पाई से चाहती ताहा से आगु योजना प्रकाश करती एवं समय अनुसार ताहा से सफल मध्य करिथांती। दुनिया विषय द प्रॉफिटिकल इंटरप्रिटेशन अर्थात ए जो भविष्यवाणी को जेतेबेले व्याख्या करा जाय एथिर अर्थ स्तर अनुसार एहा स्पष्ट एहा एक मसीहक विषय रो भाववाणी अटे अर्थात गोटे उद्धार कर्तार विषय रो भाववाणी एहा अटे। सेतिपाई ए स्टार शैल कम आउट ऑफ जेकब जाकोब ठारो एक तारा उदित हेबो प्राचीन निकट पूर्वे एक तारा एक ऐश्वर्य किंबा राजकीय व्यक्तित्व प्रतीक है। प्राचीन काल में अर्थात पुरातन काल में गोटे तारा विषय यदि वर्णना करा जाए गोटे तारा विषय यदि घोषणा करा जाए से तारा एक ऐश्वर्य विषय को प्रतिपादन करबा निमंते तारा को वर्णना करा जाए न आउ विषय गोटे राजकीय व्यक्ति विशेषर गोटे प्रतीक सदृश रहिछि तेनु ए तारा शब्दटा व्यवहार करा जेतु गोटे तारा ईश्वरଙ୍କର गोटे मुख्य विषय आकर्षणीय चिन्ह अटे एवं गोटे राजकीय କାର୍ଯ୍ୟର ଚିହ୍ନ ସଦୃଶ ଅଟେ। ତେଣୁ ଏ ତାରା ଶବ୍ଦଟି ଆଉ ବିଲିୟମ ଦ୍ୱାରା ପରମେଶ୍ୱର ପ୍ରକାଶ କରୁଅଛନ୍ତି ଯେ ଗୋଟେ ତାରା ଉଦିତ ହେବ ଗୋଟେ ଐଶ୍ୱରିକ କାର୍ଯ୍ୟ ସାଧନାର ପ୍ରାରମ୍ଭ ହେବ ଏବଂ ଗୋଟେ ରାଜକୀୟ କାର୍ଯ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ପ୍ରସାରିତ ହେବ ଯାହା ଈଶ୍ୱରଙ୍କର ଯୋଜନା ଭିତ୍ତିକ ତାହା କାର୍ଯ୍ୟ କରିବ। ଏହା ଗୋଟେ ଉଜ୍ଜ୍ୱଳତା ଓ ମାର୍ଗଦର୍ଶନର ବିଷୟ ମଧ୍ୟ ଅଟେ। ଯେତେବେଳେ ତାରା ଉଦିତ ହେଲା ଏହା ମାର୍ଗଦର୍ଶନ କରିଥିଲା ଦୁଇ ପ୍ରକାର ଭାବରେ ମାର୍ଗଦର୍ଶନ କରିବା ପାଇଁ ଏହା ରହିଛି। ଗୋଟିଏ ମାର୍ଗଦର୍ଶନ ଥିଲା ପୂର୍ବ ଦେଶର ପଣ୍ଡିତ ମାନଙ୍କ ନିମନ୍ତେ ଯେତେବେଳେ ସେମାନେ ଏ ତାରା ବିଷୟକୁ ଗଣନା କରିଥିଲେ ଏମାନେ ଗଣନା କଲା ପରେ ସେମାନେ ଯେତେବେଳେ ସେମାନଙ୍କର ଯାତ୍ରା ଆରମ୍ଭ କଲେ ମାତ୍ର ଲିଖିତ ସମାଚାର 2 ଅଧ୍ୟାୟର 2 ପଦ ଅନୁସାରେ ସେହି ତାରା ସେମାନଙ୍କୁ ପଥ ପ୍ରଦର୍ଶନ କରିଥିଲା। ସେହି ତାରା ସେମାନଙ୍କୁ ଈଶ୍ୱରଙ୍କର ନିର୍ଦ୍ଦିଷ୍ଟ ସ୍ଥାନ ଯେଉଁ ସ୍ଥାନ ପରମେଶ୍ୱର ଆଗରୁ ବର୍ଣ୍ଣିତ କରିଥିଲେ ଯେଉଁ ସ୍ଥାନରେ
ଖ୍ରୀଷ୍ଟଙ୍କର ଜନ୍ମ ହେବା ବିଷୟ ଆଗରୁ ଘୋଷଣା କରାଯାଇଥିଲା, ସେହି ସ୍ଥାନ ପର୍ଯ୍ୟନ୍ତ ପରମେଶ୍ୱର ସେମାନଙ୍କୁ ପଥ କଢାଇଲେ। ତେଣୁ ଏହି ମାର୍ଗଦର୍ଶନ ମଧ୍ୟ ତାରା ପ୍ରଦାନ କରିଥିଲା। ଦ୍ୱିତୀୟରେ ଗୋଟିଏ ସତ୍ୟ ଉତ୍ପତ୍ତିର ବିଷୟକୁ ଏହା ପ୍ରକାଶ କରିଥିଲା। ସେଥିପାଇଁ ଗଣନା ସମୟରେ ପଣ୍ଡିତମାନେ ଯେତେବେଳେ ଗଣନା କଲେ, ସମସ୍ତ ତାରା ଅପେକ୍ଷା ଏହି ତାରା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଥିଲା ଏବଂ ଏହା ଐଶ୍ୱରିକ ଗୋଟେ ଐତିହାସିକ ଉତ୍ପତ୍ତି ବିଷୟ ବୋଲି ସେମାନଙ୍କୁ ଉଦ୍ବୋଧନ ହେଲା। ତେଣୁ ସେ ତାରା ବିଷୟ ସେମାନେ ଯେତେବେଳେ ଦେଖିଲେ, ଜାଣିଲେ, ସେ ତାରାକୁ ସେମାନେ ଫଲୋ କଲେ, ସେ ତାରାର ଅନୁଗମନ କଲେ ଏବଂ ନିର୍ଦ୍ଦିଷ୍ଟ ସ୍ଥଳ ପର୍ଯ୍ୟନ୍ତ ଆସି ପହଞ୍ଚି ପାରିଥିଲେ, ଯାହା ମାଥ୍ୟୁ ଲିଖିତ ସୁସମାଚାର 2 ଅଧ୍ୟାୟର 2 ପଦରେ ପ୍ରକାଶ କରାଯାଏ। ଦେଖନ୍ତୁ, ପୂର୍ବ ଦେଶରେ ସେମାନେ ତାରା ଦେଖିଛନ୍ତି ଯେ ଜିହୁଦୀ ମାନଙ୍କ ନିମନ୍ତେ ଗୋଟିଏ ରାଜା ଜନ୍ମଗ୍ରହଣ କରିଅଛନ୍ତି। କାରଣ ଈଶ୍ୱରୀୟ କାର୍ଯ୍ୟ ଏବଂ ରାଜକୀୟ କାର୍ଯ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ସାଧିତ ହେବାର ବିଷୟକୁ ବର୍ଣ୍ଣନା କରାଯାଉଛି। ତେଣୁ ଏହି ତାରା ଗୋଟିଏ ମାର୍ଗଦର୍ଶନ କଲା ଏବଂ ଈଶ୍ୱରଙ୍କର ଗୋଟେ ଐତିହାସିକ ଘଟଣା, ଗୋଟିଏ ସ୍ୱର୍ଗୀୟ ବିଷୟକୁ ସେମାନଙ୍କ ନିକଟରେ ପ୍ରକାଶ କଲା। ତେଣୁ ସେମାନେ ଆସି ଜିହୁଦୀମାନଙ୍କ ରାଜାକୁ ସେମାନେ ଖୋଜିବା ପାଇଁ ଆସିଲେ। ଗୋଟିଏ ଆଉ ଏ ପ୍ରକାର ଗୋଟିଏ ଘଟଣା ୟା ପୂର୍ବରୁ ଘଟିଥିଲା, ଯେଉଁଥିପାଇଁ ହେରୋଦ ସେ ଚାହିଁଲେ 2 ବର୍ଷରୁ ନିମ୍ନ ସମସ୍ତ ଶିଶୁ ସନ୍ତାନମାନଙ୍କୁ ହତ୍ୟା କରିଥିଲେ। ତା ପୂର୍ବରୁ ହେରୋଦ ରାଜା ହେବା ପାଇଁ ତାର ସମସ୍ତ ଭାଇମାନଙ୍କୁ ହତ୍ୟା କରିଥିଲା। ଯେହେତୁ ରାଜବଂଶ ମଧ୍ୟରେ ରାଜ ପଦ ପାଇବା ବିଷୟ ଆପଣମାନେ ତା ପରବର୍ତ୍ତୀ ଅବସ୍ଥାରେ ଆପଣମାନେ ନିଶ୍ଚିତ ଭାବରେ ଜାଣିପାରିବେ। ଯୌନଙ୍କର ଯେତେବେଳେ ମସ୍ତକ ଛେଦନ କରାଯାଉଥିଲା, କୋଉ ଉଦ୍ଦେଶ୍ୟରେ? ମନେ ଥିବା ଆପଣଙ୍କର, ଆପଣା ଭାଇର ଭାର୍ଯ୍ୟକୁ ନିଜର ଭାର୍ଯ୍ୟ କରିଥିବାରୁ ୟାର ପ୍ରତିରୋଧ କରିବା ନିମନ୍ତେ ଆଉ ଯୁବକ ଜହନ ସେ ସ୍ୱର ଉତ୍ତୋଳନ କରିଥିଲେ। ସେଇଥିପାଇଁ ଆଉ ହେରୋଦ ରାଜା ତାକୁ କ'ଣ କରିଥିଲେ? ବନ୍ଦୀ ଗୃହରେ ରଖିଥିଲେ। ଅର୍ଥାତ୍ ଗୋଟିଏ ପରିବାର ମଧ୍ୟରେ ରାଜା ହେବା ପାଇଁ ସେମାନଙ୍କର ରାଜକୀୟ ପୁତ୍ରମାନଙ୍କୁ ବଦ୍ଧ କରିବାକୁ ବାଧ୍ୟ ହେଉଥିଲେ। ଆଉ ସେ ରାଜା ଜଣକ ଯୀଶୁଙ୍କ ଜନ୍ମ ହେବା ପୂର୍ବରୁ ସେ ନିଜର ସମସ୍ତ ଭାଇମାନଙ୍କୁ ହତ୍ୟା କରି ରାଜଗାଦିରେ ବସିଛନ୍ତି। ଆଉ ସେଇ କ୍ଷଣେ ଆସିଗଲେ ପୂର୍ବ ଦେଶର ପଣ୍ଡିତମାନେ, କହିଲେ ଜିହୁଦୀମାନଙ୍କ ରାଜା ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କ ମୁଣ୍ଡରେ କ'ଣ ଚିନ୍ତା ଥିବ? ଏବେ ତ ସମସ୍ତଙ୍କୁ ମାରିକି ରାଜଗାଦି ପାଇଛି, ଆଉ ଗୋଟିଏ ରାଜା ଜନ୍ମ ଗ୍ରହଣ କଲେ। ଦେଖିବା ସେମାନଙ୍କର, କିନ୍ତୁ ଏହା ମଧ୍ୟ ଈଶ୍ୱରଙ୍କର ଯୋଜନା ଥିଲା। ଯେହେତୁ ରାମାରେ ଏକ ସ୍ୱର ଶୁଣାଯିବ, ରୋଦନର ସ୍ୱର ଶୁଣାଯିବ, ସନ୍ତାନମାନଙ୍କୁ ଯେତେବେଳେ ସେମାନେ ଖୋଜିବେ, କାଟିବେ, ଏହି ବିଷୟ ଆଗରୁ ମଧ୍ୟ ଭବିଷ୍ୟତବାଣୀ କୁହାଯାଇଥିଲା। ତେଣୁ ଯାହା ଯାହା ଘଟଣା ଘଟିଛି ତାହା ଈଶ୍ୱର ସମସ୍ତ ଯୋଜନା ସାଧନ କରିଅଛନ୍ତି। ତେଣୁ ପ୍ରିୟ ଈଶ୍ୱରଙ୍କର ଯେତେବେଳେ ଈଶ୍ୱରଙ୍କର କାର୍ଯ୍ୟ ଗୋଟିଏ ସାଧନ କରୁଅଛନ୍ତି ପରମେଶ୍ୱର, ସେହି ସମସ୍ତ କାର୍ଯ୍ୟ ପରମେଶ୍ୱରଙ୍କ ଦ୍ୱାରା ସେ ନିର୍ମଳ କରିଥାନ୍ତି। ଆଉ ଗୋଟେ ବିଷୟ, a scepter shall rise out of Israel। ଦ୍ୱିତୀୟ ବିଷୟ ଲେଖାଯାଏ, ଇସ୍ରାଏଲରୁ ଏକ ରାଜଦଣ୍ଡ ଉତ୍ପନ୍ନ ହେବ। ଗୋଟିଏ ତାରା ଉଦିତ ହେବ, ଗୋଟିଏ ରାଜଦଣ୍ଡ ଉତ୍ପନ୍ନ ହେବ। ଅର୍ଥାତ୍ ଏହି ରାଜଦଣ୍ଡଟି ରାଜତ୍ୱ ଏବଂ ଅଧିକାରର ଏକ ଅବିସ୍ମରଣୀୟ ପ୍ରତୀକ। ଅର୍ଥାତ୍ ଏହା ସଫଳତା ପ୍ରାପ୍ତ ହେବ, ଯାହା ଆଦି ପୁସ୍ତକର 49 ତଥାପି
देखो गोटे शांतिकर्तांकर आगमन हम शिलोर शांतिकर्तांकर आगमन पर्यंत जिहुदा नामक राजदंड और ताहांक चरणद्वय मध्यरु विचारकर्तार जस्ती जीवनाई ताहांक निकटरे लोक माने अधीनता स्वीकार करिवे। एहा आदि पुस्तक 49 पर्वर 10 पदरे जहाँ वर्णना करा जाई अछि एही पद विषय को ही पुनर्बार विलियम द्वारा प्रकाश करा परमेश्वर प्रकाश करछथि गोटे राजदंड उत्थित हब गोटे राजदंड विस्तारित हेबो आ एई कार्य अधिकार सदृश कार्य करिवो जहाँ सफलता पूर्वक एही कार्य कराजिवो। एहा एक शासक राजा को सुचावछि गोटे निर्दिष्ट व्यक्ति विशेष से उत्पन्न हेबे ताकर राजत्व आरंभ करिवे किंतु एही राजत्व अनंत काल पर्यंत रहिबो एहार समाप्त रहिबो नाही कारण एहा समस्त निमंते रहिबो बोली प्रकाश करा जाय आ लोक माने समस्त एथिर अधीनता मध्ये रहिबे एहा प्रकाश करा जाय। बाउदी प्रकाश पुस्तक तार 5 अध्याय 5 पद पाठ विजय राजा ने आसले ताको कौनसी शक्ति ताको परास्त करि परिबो नाही से जब आसले समस्त ताको अधीनता स्वीकार करिवे। जगतर प्रतिटी व्यक्ति विशेष किबा जेते सृष्टि अछि समस्त विभिन्न मृत्यु मध्य ताहाको पराजय करि परिबो से भी तार अधीनता स्वीकार करिबो। सेतिबाई जेतेबेला ଆମେ फिलिपी पुस्तक 2 अध्याय अध्ययन करू से स्थानता प्रकाश करा जाय जे से स्वर्ग अमर्त्य पातालर समस्त अधिकार से प्राप्त समस्त जान ताको प्रभु बोली स्वीकार जेहेतु परमेश्वर से अधिकार ताको प्रदान करिछि जेतेबेला से नम्रतार सहित मृत्यु पर्यंत ईश्वर आज्ञापता शिक्षा कले परमेश्वर ताको समस्त विषय को उन्नत स्थान प्रदान करे एवं स्वर्ग अमर्त्य पाताल प्रत्येक जानु ताहांक नाम रे नत हेबो एवं प्रत्येक जीवा ताको प्रभु बोली स्वीकार ए अधिकार से प्राप्त हले तेनो ताको राजदंड मध्यरे ताको शासन काल मध्यरे केही मध्य ताहांकर अधीनता स्वीकार न करि रहिबो नाही जेतु प्रत्येक ताहांकर अधीन मध्यरे आसीबो विभिन्न मृत्यु मध्य ताहांक अधीन मध्यକୁ आसीबो जेतु मृत्यु उपरे मध्य से विजय लाभ करिबार लागि व्यक्ति विशेष रे से आसुछथि तेनो एही भविष्यत राजा मोयाबर कपाल को भांगी लेबे तार आधिपत्य प्रतिष्ठा करी एहा संपूर्ण एवं निर्णायक सामरिक विजयर भाषा वर्णना करा जाए। ए पद आपान करे मते एक प्रकार कार्य करतबा जने व्यक्ति जो राजा आसीबे मोयाबर कपाल को भांगिबे तार आधिपत्य को नाश करी निजर आधिपत्य को से प्रतिष्ठा करिवे एहा संपूर्ण भाबरे निर्णायक करा जायछि एवं से समस्त विजयर कार्य को से साधन करिवे तार परिभाषा के स्तरे प्रकाश करा जाउछि अर्थात से आत्मिक भावरे समस्त शत्रु को मध्य परास्त करिवे। रोमियो पत्र तार 16 अध्याय 2 पद देखो परमेश्वर मनुष्य मानव निमंते समस्त प्रकार प्रतिकूल समाज को उद्धार करबार कार्य सुनिश्चित भाव से करूछथि तेणु आत्मिक शत्रु को मध्य परास्त करबा विषय से वर्णना करूछथि। दूत मित्र 1 अध्याय 19 अधिक दृढ़ होई अछि तुमे माने ताहा अंधकारमय स्थान
ଆମେ ଦେଶରେ ଦେଖୁଛୁ ଶୟତାନର ସମସ୍ତ ଶକ୍ତିକୁ ସେ ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କର ପାଦ ତଳେ ଦଳିବାର କାର୍ଯ୍ୟ ସାଧନ କରିଅଛନ୍ତି ଏବଂ ସେହି ଶତ୍ରୁକୁ ଆତ୍ମିକ ଶତ୍ରୁ ଯାହା ମନୁଷ୍ୟମାନଙ୍କ ପ୍ରତିକୂଳରେ ରହିଥାଏ ତାକୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା ପାଇଁ ସେ କାର୍ଯ୍ୟ ସାଧନ କରନ୍ତି। ବିଶ୍ୱାସୀମାନଙ୍କର ପଦଦଳିତ କରିବା ପାଇଁ ସେ ଏହି କ୍ଷମତା ସେ ରଖିଅଛନ୍ତି। ତେଣୁ ଜଣେ ବିଶ୍ୱାସୀ ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବା ଆମମାନଙ୍କର ପ୍ରଥମ ବା ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ। ଯେହେତୁ ଯେଉଁ ସମସ୍ତ ଭାବନା ଆମମାନଙ୍କ ନିମନ୍ତେ ଦୃଢ଼ ହୋଇ ରହିଅଛି ତାହା ଆମେ ଜାଣିବା ଦରକାର ଯେ ଅନ୍ଧକାରମୟ ସ୍ଥାନ ମଧ୍ୟରେ ପ୍ରଚଳିତ ହେଉଥିବା ପ୍ରଦୀପ ସଦୃଶ୍ୟ ଆମମାନଙ୍କ ମଧ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି। ଯେହେତୁ ସେ ଆମମାନଙ୍କ ହୃଦୟ ମଧ୍ୟରେ ଅଛନ୍ତି ଏବଂ ତାଙ୍କୁ ପ୍ରଭାତି ତାରା ବୋଲି ମଧ୍ୟ ବର୍ଣ୍ଣନା କରାଯାଉଛି। ତେଣୁ ସେ କେବଳ ଆମମାନଙ୍କ ହୃଦୟରେ ଉଦିତ ନ ହେବା ପର୍ଯ୍ୟନ୍ତ ଆମମାନେ ମନୋଯୋଗ କରିବାକୁ ପଡ଼ିବ। ତେଣୁ ସାଧୁ ପାଉଲ ସାଧୁ ପିତର ସେ ତାଙ୍କ ପତ୍ର ମଧ୍ୟରେ ସେ ବର୍ଣ୍ଣନା କରି କୁହନ୍ତି ଯେ ପ୍ରତ୍ୟେକ ଖ୍ରୀଷ୍ଟଙ୍କୁ ନିଜ ହୃଦୟ ମଧ୍ୟରେ ଉଦିତ ହେବାକୁ ଦେବାକୁ ପଡ଼ିବ। ଯେହେତୁ ଯେତେବେଳେ ରାଜା ଆବଶ୍ୟକ ଥିଲେ ମସିହ ଆବଶ୍ୟକ ଥିଲେ ସେହି ସମୟରେ ଗୋଟିଏ ତାରା ଉଦିତ ହୋଇଥିଲା। ଯଦି ଆମମାନଙ୍କ ଜୀବନ ମଧ୍ୟରେ ଆମମାନଙ୍କ ନିମନ୍ତେ ଉଦ୍ଧାର ଆବଶ୍ୟକ ରହିଅଛି, ଯଦି ଆମମାନଙ୍କ ଜୀବନ ମଧ୍ୟରେ ଗୋଟିଏ ଉଜ୍ଜ୍ୱଳ ଆବଶ୍ୟକ ରହିଅଛି, ଅନ୍ଧକାର ମଧ୍ୟରେ ଗତି କରୁଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଗୋଟିଏ ଆଲୋକର ଯଦି ଆବଶ୍ୟକ ରହିଅଛି ତାହେଲେ ଖ୍ରୀଷ୍ଟ ତାଙ୍କ ହୃଦୟ ମଧ୍ୟରେ ଉଦିତ ହେବା ନିହାତି ଆବଶ୍ୟକ। ଆଉ ଖ୍ରୀଷ୍ଟ ଆପଣଙ୍କର ପ୍ରଭାତି ତାରା ହେବା ନିହାତି ଆବଶ୍ୟକ ଏବଂ ସେ ଆମମାନଙ୍କ ହୃଦୟ ମଧ୍ୟରେ ଉଦିତ ନ ହେବା ପର୍ଯ୍ୟନ୍ତ ଆମେ ସେ ସମସ୍ତ ବିଷୟ ପ୍ରତି ଅଧିକ ମନୋଯୋଗୀ ହେବା ଆମମାନଙ୍କ କର୍ତ୍ତବ୍ୟ। ପ୍ରକାଶ ପୁସ୍ତକ 22:16 ପ୍ରଭୁ ଖ୍ରୀଷ୍ଟ ପ୍ରଭାତି ତାରା ଅଟନ୍ତି। ସେ ଉଜ୍ଜ୍ୱଳ ଏବଂ ସେ ପ୍ରଭାତି ତାରା ଅଟନ୍ତି। ତେଣୁ ଆମମାନଙ୍କ ହୃଦୟ ମଧ୍ୟରେ ଖ୍ରୀଷ୍ଟକୁ ଉଦିତ କରାଇବା ନିତାନ୍ତ ଆବଶ୍ୟକ। ଗୋଟିଏ ତାରା ଉଦିତ ହେବା ପୂର୍ବରୁ ପରମେଶ୍ୱର ସେ ଗୋଟିଏ ବିଜାତୀୟ ଆଉ ପୂଜାରୀ ହେଲେ ମଧ୍ୟ କିମ୍ବା ଜଣେ ଗଣକଥା ସାଧନକାରୀ ବ୍ୟକ୍ତି ହେଲେ ମଧ୍ୟ ପ୍ରଭୁ ତାଙ୍କ ଦ୍ୱାରା ଏକ ଭବିଷ୍ୟବାଣୀ ସ୍ଥିର କରିଥିଲେ ଏବଂ ସେ ଭବିଷ୍ୟବାଣୀ ଅନୁସାରେ ଗୋଟିଏ ତାରା ଉଦିତ ହୋଇଥିଲା। ଆଉ ସେଇ ତାରା ତାର କାର୍ଯ୍ୟ ସମୂହ ଆମମାନଙ୍କ ନିକଟରେ ମଧ୍ୟ ପ୍ରକାଶ କରାଗଲା ଯେ ସେ ଗୋଟିଏ ରାଜଦଣ୍ଡ ମଧ୍ୟ ଉତ୍ପନ୍ନ କରି ଆସିଥିଲେ ଏବଂ ପ୍ରତ୍ୟେକ ମନୁଷ୍ୟମାନଙ୍କ ନିମନ୍ତେ ଗୋଟିଏ ନୂତନ ରାଜତ୍ୱ ପ୍ରାରମ୍ଭ କରିଥିଲେ। ୟାଙ୍କ ବିଷୟରେ ଆଉ ଯେଉଁ ଭବିଷ୍ୟବାଣୀ ପ୍ରକାଶ କରିଛନ୍ତି ସେ ଜଣେ ଏ ପ୍ରକାର ବ୍ୟକ୍ତି ବିଶେଷ ଅଟନ୍ତି ଯିଏକି ଆଉ ଗଣକଥା ସାଧନ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି, ତଥାପି ପ୍ରଭୁ ତାଙ୍କୁ ବ୍ୟବହାର କରିଅଛନ୍ତି ଏବଂ ତାଙ୍କ ଦେଇ ଏ ସମସ୍ତ କାର୍ଯ୍ୟ ସାଧନ କରିପାରି ଅଛନ୍ତି। ତେଣୁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସେହି ଅନୁଗ୍ରହ ଆଶୀର୍ବାଦ ପ୍ରଦାନ କରନ୍ତୁ। ଟିକେ ସେ 24 ଅଧ୍ୟାୟର 1 ପଦ ପଢ଼ିଲା ପରେ ଆମେ ଶେଷ କରିବା। ସେ ଜଣେ ଗଣକଥା ସାଧନକାରୀ ପୂଜାରୀ, ତଥାପି ପରମେଶ୍ୱର ତାଙ୍କ ଦେଇ ଗୋଟିଏ ଏ ପ୍ରକାର ବାଣୀ ଉଚ୍ଚାରଣ କରାଇଲେ ଯାହା ସମଗ୍ର ମାନବ ନିମନ୍ତେ ପରିତ୍ରାଣର କାର୍ଯ୍ୟ ହେଲା। ଯେକୌଣସି ଲୋକ ପ୍ରଭୁ ତାକୁ ବ୍ୟବହାର କରିବା ପାଇଁ ଚାହିଁଲେ ବ୍ୟବହାର କରିବେ। ସେ ଯେ ବୋଧେ ତାର ଇଚ୍ଛା ଥାଉ କିମ୍ବା ନଥାଉ ପରମେଶ୍ୱର ବ୍ୟବହାର କରି ପରମେଶ୍ୱର ଅଛନ୍ତି। ଯେହେତୁ ଶକ୍ତି ସାମର୍ଥ୍ୟ ତାଙ୍କ ଉପରେ ରହିଅଛି ସେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟକାରୀ କରିପାରିଥାନ୍ତି। ତେଣୁ ଆମେ ଯେଉଁ ତାରା ଉଦିତ ହେବା ବିଷୟ କୁହାଯାଇଥିଲା
ତାହା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟେ ମସିହର ଆଗମନ ଥିଲା ଏବଂ ସମଗ୍ର ମାନବ ଜାତି ନିମନ୍ତେ ଗୋଟିଏ ଉଦ୍ଧାରକର୍ତ୍ତାର ଆଗମନ ଥିଲା ଏବଂ ପ୍ରତ୍ୟେକଙ୍କ ନିମନ୍ତେ ଗୋଟିଏ ରାଜତ୍ୱର ଆରମ୍ଭ ଥିଲା ଏବଂ ସେହି ରାଜତ୍ୱ ସମସ୍ତ ଇସ୍ରାଏଲମାନଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିବା ସହିତ ଆତ୍ମିକ ଭାବରେ ଈଶ୍ୱରଙ୍କର ସନ୍ତାନମାନଙ୍କର ସମସ୍ତ ଶତ୍ରୁକୁ ପରାଜୟ କରିବା ପାଇଁ ଏକମାତ୍ର ପ୍ରଭାବକାରୀ ଖ୍ରୀଷ୍ଟ ସେ ଉଦିତ ହେଲେ ଏବଂ ସେ ଭବିଷ୍ୟତବାଣୀ ଯାହା ଆଦି ପୁସ୍ତକରେ ପ୍ରକାଶ କରାଯାଇଥିଲା ଯାହା ପୁନର୍ବାର ଆଉ ବିଲିୟମଙ୍କ ଦ୍ୱାରା ପରମେଶ୍ୱର ପ୍ରକାଶ କଲେ ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସଫଳ ହେଲା। ସେହି ଦିନକୁ ଆମେ ସ୍ମରଣ କରିବା ପାଇଁ ଆମେ ଆଜି ଏକତ୍ରିତ ଅଛୁ। ତେଣୁ ଆମେ ନିଶ୍ଚିତ ଭାବରେ ଆଶୀର୍ବାଦର ପାତ୍ର ଅଟୁ କାରଣ ଏଇ ଯୋଉ ଭବିଷ୍ୟତବାଣୀ ଥିଲା ସେଥିର ଅଂଶୀ ଆମେ ମଧ୍ୟ ଯେହେତୁ ଆମମାନଙ୍କ ପାଇଁ ମଧ୍ୟ ଗୋଟେ ଅନନ୍ତ କାଳ ସେ ରାଜନୈତିକ ହେଲା ଆମମାନଙ୍କ ନିମନ୍ତେ ଉଦ୍ଧାରକର୍ତ୍ତାର ଜନ୍ମ ହେଲା ଆମମାନଙ୍କ ନିମନ୍ତେ ଗୋଟେ ଈଶ୍ୱରଙ୍କର ଯୋଜନା ସଫଳ ହେଲା। ତେଣୁ ଆମର ପ୍ରତ୍ୟେକ ପ୍ରଭୁଙ୍କର ଏହି ଯୋଜନାର ଭିତ୍ତିକ ଅଟୁ। ତେଣୁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ଖ୍ରୀଷ୍ଟ ଜନ୍ମ ଉତ୍ସବ ଉଚ୍ଚାରଣ ମାଧ୍ୟମରେ ଆଶୀର୍ବାଦ କରନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କୁ ବାକ୍ୟର ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ପ୍ରଭୁ ତୁମ ପବିତ୍ର ମହାନାମର ଧନ୍ୟବାଦ କରୁଛୁ। 2000 ବର୍ଷ ତଳେ ଆମମାନଙ୍କ ନିମନ୍ତେ କରିଥିବା ଅନନ୍ତ କାଳୀନ ଯୋଜନା ପ୍ରଭୁ ତୁମେ ଖ୍ରୀଷ୍ଟଙ୍କ ଦ୍ୱାରା ସଫଳ କଲ। ଯାହା ପୂର୍ବରୁ ନିର୍ମିତ ଥିଲା ପୂର୍ବରୁ ଜଣେଇ ଦିଆଯାଇଥିଲା ଘୋଷଣା କରାଯାଇଥିଲା ସେ ସମସ୍ତ ନିର୍ମିତ ସମୟରେ ତୁମେ ସଫଳ କଲ। ସେ ଯୋଜନାର ଭିତ୍ତିକୁ ଆମେ ଥିବାରୁ ଆମେ ଭାଗ୍ୟବାନ ଅଛୁ। ଆମେ ଆଶୀର୍ବାଦ ସନ୍ତାନ ଅଛୁ। ଆମ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ କର। ତୁମର ଏହି ଆଉ ଅନନ୍ତ କାଳୀନ ଯୋଜନା ମଧ୍ୟରେ ଆମେ ସାମିଲ ହେଲୁ। ଏଥିପାଇଁ ଆମଙ୍କ ଜୀବନକୁ ଆହୁରି ଆଶୀର୍ବାଦରେ ଭରିଦିଅ। ଧନ୍ୟବାଦ ଯୀଶୁ ନାମରେ।